ସମ୍ପର୍କଟା ନିବିଡ଼ ହେଇକି ରହିଛି। ଯେଉଁମାନେ ଭିଡ଼ିଓ ଦେଖୁଛ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ ଏବଂ ଚ୍ୟାନେଲ୍ ଫଲୋ ବହୁତ ମାତ୍ରା କରନ୍ତୁ। ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ ସମସ୍ତେ? ମୁଁ ଆଶା କରେ ଜଗନ୍ନାଥ କୃପାରେ ଆପଣମାନେ ସମସ୍ତେ ଭଲ ଥିବେ। ମୁଁ ବି ଭଲରେ ଅଛି। ଆଜି ହେଉଛି ଦହିବରା ଅଜୁ ଭାଇ, ତାକୁ ଦେଖା କରିବା ପାଇଁ ଯାଉଛି। ପହଞ୍ଚିଲେ ଆପଣ ତାଙ୍କ ସହିତ ମୁଁ ଭେଟ କରେଇବି, ତାଙ୍କ ସହିତ କଥାବାର୍ତ୍ତା ହେବି। କେମିତି କ'ଣ ଦହିବରା କ'ଣ କରୁଛନ୍ତି ଟେଷ୍ଟ କରିବା ଟିକେ ସଂକ୍ରାନ୍ତ ବି ଦେଖିବାକୁ କ'ଣ ହେଉଛି ସାଧା କରୁଛନ୍ତି ନା ନାହିଁ। ସେଥିପାଇଁ ତାଙ୍କ ସହିତ ଭେଟ ହେଇକି ଆସିବା। ସାଙ୍ଗମାନେ, ମୁଁ ତ ଆସିଥିଲି ଭଉଣୀ ଘରକୁ ବାଙ୍କି ଯାଇଥିଲି ତାଳବସ୍ତ। ତ ସେଇଠୁ ଅଜୁ ଭାଇଙ୍କୁ ଦେଖା କରିବା ପାଇଁ ମୁଁ ବାହାରି ପଡ଼ିଲି। ପ୍ରାୟ ତାଳବସ୍ତରୁ 40 କିଲୋମିଟର 45 କିଲୋମିଟର ଅଜୁ ଭାଇଙ୍କ ଘର ଗୋବିନ୍ଦପୁର। ତ ଦେଖିପାରୁଥିବେ ରୋଡ଼ରେ ମୁଁ ସକାଳୁ ସକାଳୁ ଭୋରୁ ବାହାରି ପଡ଼ିଛି। ମୋ ପୁଅ ସେଥିରେ ମୋ ସାଙ୍ଗରେ ଅଛି। ତ ରୋଡ଼ ଯେହେତୁ ଫାଙ୍କା ଅଛି 40-50 ସ୍ପିଡ଼ରେ ଗାଡ଼ି ମୋର ଚାଲିଛି ଗୋବିନ୍ଦପୁରକୁ। ତ ଦେଖନ୍ତୁ ଭିଡ଼ିଓଟି କେମିତି କ'ଣ ଲାଗୁଛି। ମୁଁ ଅଜୁ ଭାଇଙ୍କ ସହିତ ଭେଟ ହେବାକୁ ଯାଉଛି। ଯେହେତୁ ଭାଇରାଲ୍ ଅଛନ୍ତି ଇନଷ୍ଟାଗ୍ରାମରେ ଭାଇରାଲ୍ ଅଛନ୍ତି ଅଜୟ ଭାଇ। ତ ତାଙ୍କୁ ଦେଖା କରିବା ଭେଟ କରିବା ପାଇଁ ଯାଉଛି। ସଂସ୍ଥା ୟୁଟ୍ୟୁବରେ ଆମର ଲାଇଭ୍ ପାର୍ଟନର୍ ଥାଆନ୍ତି। ସଦାବେଳେ ଲାଇଭ୍ରେ ଆମେ କଥାବାର୍ତ୍ତା ହେଉ। ପ୍ରାୟ 2-3 ବର୍ଷ ଧରି ଆମର ରିଲେସନ୍ ରହିଛି ଅଜୁ ଭାଇଙ୍କ ସହିତ। ତ ସେଥିପାଇଁ ମୁଁ ଦେଖା କରିବା ପାଇଁ ଯାଉଛି। ସାଙ୍ଗମାନେ, ବର୍ତ୍ତମାନ ମୁଁ ଆସିକି ପହଞ୍ଚି ଯାଇଛି ଗୋବିନ୍ଦପୁରରେ। ତ ଗୋବିନ୍ଦପୁର ଦେଖନ୍ତୁ, ତାଙ୍କର ଜାଗା ଯେଉଁଠି ଦହିବରା ଆଳୁଦମ୍ ବିକା ଯାଉଛି ସେଇଠି ମୁଁ ଆସିକି ପହଞ୍ଚିଗଲିଣି। ତାଙ୍କ ପୁଅ ବର୍ତ୍ତମାନ ଆସିକି ଦୋକାନ ସଜାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ତ ଦେଖନ୍ତୁ, ମୁଁ ବ୍ୟାକଆପ୍ଟା କରି ଦେଖାଉଛି। ଦେଖନ୍ତୁ ସାଙ୍ଗମାନେ, ଏଇ ବର ଗଛ ମୂଳେ ଅଜୁ ଭାଇ ଆମର ବସିକି ବେପାର କରନ୍ତି। ତାଙ୍କ ପୁଅ ବର୍ତ୍ତମାନ ଦୋକାନ ସଫାସୁତୁରା କରିକି ବର୍ତ୍ତମାନ ରେଡ଼ି କଲେଣି। ତ ଏଇ ଯେଉଁ ରାସ୍ତାଟା ଦେଖୁଛନ୍ତି, ଏଇଟା ହେଉଛି ଆମର ସେଇଟା କଟକ ଯିବା ରାସ୍ତା। କଟକ ଯେଉଁ 2 ଛକି ରହିଲା, ଏପଟଟା ରହିଲା ଆମର ଆଠଗଡ଼ ଯିବା ପାଇଁ। ଆଠଗଡ଼ ଯିବେ, ଏପଟେ ଗଲେ ଆମର ବାଙ୍କି ଯିବେ। ତ ଦେଖିପାରୁଥିବେ ଏଇ 2 ଛକିରେ କିନି 2 ଛକିରେ ଅଜୁ ଭାଇ ବସିକି ଆମର ଦହିବରା ବେପାର କରନ୍ତି। ତାଙ୍କର ଟାଇମ୍ ହେଇନି 7ଟା 40, ବର୍ତ୍ତମାନ 7ଟା 45 ହେଇଗଲାଣି। ଆଉ 15 ମିନିଟ୍ ଭିତରେ ଆସିକି ପହଞ୍ଚିବେ। ତାଙ୍କ ସହିତ ଟିକେ ଯୋଗାଯୋଗ କରିକି କଥାବାର୍ତ୍ତା ହେଇକି ଯିବା, ଦେଖା ସାକ୍ଷାତ କରିକି। ଯେହେତୁ ବହୁତ ଦିନ ଟିକେ ଥିଲା ଅଜୁ ଭାଇ ସହିତ ଦେଖା ସାକ୍ଷାତ ହବୁ, ତ ସେଥିପାଇଁ ମୁଁ ଭିଡ଼ିଓଟା ବନାଉଛି। ତ ଆପଣମାନେ ଭିଡ଼ିଓରେ କଣ୍ଟିନ୍ୟୁ ଦେଖନ୍ତୁ। ଆସନ୍ତୁ ଅଜୁ ଭାଇ, ଆଉ ଟିକେ ତାଙ୍କ ସହିତ ସାକ୍ଷାତକାର କରିବା। ଅଜୁ ଭାଇ, ଆଜି ପୁରା ଆଜି ସଂକ୍ରାନ୍ତିରେ କ'ଣ ସ୍ପେଶାଲ ଆଇଟମ୍ ହେଇଛି ନା କ'ଣ ସେମିତିଆ? ଆଉ ଆଜି ଆମର ମଟନ ଭଳିଆ ବାସ୍ନା ହେଉଛି କ'ଣ? ଦେଖନ୍ତୁ ସାଙ୍ଗମାନେ, ଅଜୁ ଭାଇ ପାଖରେ ଫାଇନାଲ୍ ଆସିକି ପହଞ୍ଚି ଯାଇଛି ମୁଁ। ଆପଣମାନେ ଦେଖିପାରୁଥିବେ ଗୋବିନ୍ଦପୁର ଛକରେ ମୁଁ ଆସିକି ପହଞ୍ଚି ଯାଇଛି ଅଜୁ ଭାଇଙ୍କୁ ଭେଟ କରିବା ପାଇଁ। 3 ଦିନ ହେଲା ଯୋଗାଯୋଗ ହେଇପାରୁଥିଲା, ଆସିବି କାଲି ସହିତ ବର୍ଷା ହେଇଗଲା। ବାଙ୍କିରେ ମହୋତ୍ସବରେ ଭେଟ ହେଇଥାନ୍ତା, ତ ଭେଟ ହେଇପାରିଲାନି। ସେଥିପାଇଁ ମୁଁ ସକାଳୁ 7ଟାରୁ ଆସିକି 7ଟା 45 ପହଞ୍ଚିଲି। ତଥାପି ବର୍ଷା ମେଘୁଆ ପାଗ ହେଲାଣି। ତ ସେଥିପାଇଁ ଜଲ୍ଦି ତାଙ୍କର କିନ୍ତୁ ବେପାରଟା ହେଇଯିବ। ବର୍ଷା ପାଗକୁ ଡରିକି ଜଲ୍ଦି ପଳେଇ ଆସିଛନ୍ତି। ଜଲ୍ଦି ଆସିବାର ନାହିଁ, ତାଙ୍କର 8ଟାରେ ରେଗୁଲାର 8ଟା ଟାଇମ୍ରେ ତାଙ୍କର ଖୋଲା ହେଉଛି ଦୋକାନ। ତ ଦେଖିପାରୁଥିବେ ଅଜୁ ଭାଇଙ୍କର ଦହିବରା ଆଳୁଦମ୍। ଆପଣ ଦେଖେଇ ଦେଉଛି ବ୍ୟାକ୍ କ୍ୟାମେରା କରିକି। ଦେଖନ୍ତୁ ଅଜୁ ଭାଇଙ୍କର ଦହିବରା, ଏଇଟା ହେଉଛି ମଟର ତରକାରୀ, ସେପଟେ ଇଟିଲି ବରା ବି ରହୁଛି ନାଇଁ କି? ଏଇଟା ବି ଆଡ଼୍ ଅଛି, ବଢ଼ିଆ ଜିନିଷଟା ଆଡ଼୍ କରିଛ। ଆଉ ଏଠି ରହିଲା ଆମର ଆଳୁଦମ୍। ଦେଖନ୍ତୁ ଆଳୁଦମ୍ଟା କେତେ ଗ୍ରେଭି ହେଇଛି, କେତେ ସୁନ୍ଦର ଦେଖାଯାଉଛି।
ବେପାର ବର୍ତ୍ତମାନ ଷ୍ଟାର୍ଟ ହେଇଗଲା। ଅଜୁ ଭାଇ ଆଉ କ'ଣ ଦୁଃଖ ସୁଖ ଟିକେ କୁହ। ସବୁ ଲାଗି ରହିଛି। ସୁଖ ଦୁଃଖ ଦି ଭାଇ ହେଲା। କଷ୍ଟ ନ କଲେ କୃଷ୍ଣ ମିଳିବନି। ଯେମିତି କର୍ମ କରିବା ସେମିତି ଫଳ ପାଇବା। ଆଉ କଷ୍ଟ ନ କଲେ କିଏ ଦଉଛି କାହାକୁ? ଯେମିତି କଷ୍ଟ କରିବା ସେମିତି ଫଳ ପାଇବା। ଆଉ ସୁଖ ଦୁଃଖ ତ ଲାଗି ରହିଛି। କ'ଣ କରିବା? ଆପଣଙ୍କର ମୋର କେତେ ଦିନର ସମ୍ପର୍କ? ୟୁଟ୍ୟୁବ 2 ବର୍ଷ ହେଇଗଲା। 2 ବର୍ଷ ହେଇଗଲା। 2 ବର୍ଷ ହେଇଗଲା ଆମର ସମ୍ପର୍କ ୟୁଟ୍ୟୁବରେ ରହିଛି। ମୋର ଦୈବ ଦୁର୍ଘଟଣା ଚ୍ୟାନେଲଟା ଡିଲିଟ୍ ହେଇଗଲା। ଫେର୍ ନୂଆ ଚ୍ୟାନେଲ କଲି। ନୂଆ ଚ୍ୟାନେଲ ସମ୍ପର୍କଟା ନିବିଡ଼ ହେଇକି ରହିଛି। ଯେଉଁମାନେ ଭିଡ଼ିଓ ଦେଖୁଛ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ ଏବଂ ଚ୍ୟାନେଲ ଫଲୋ ବହୁତ ମାତ୍ରା କରନ୍ତୁ। ଆପଣଙ୍କର ଭଲ ପାଇବା ସ୍ନେହ ଶ୍ରଦ୍ଧା ଥିଲେ ଆମେ ଆଗକୁ ବହୁତ ଭିଡ଼ିଓ କରିପାରିବୁ, କଣ୍ଟେଣ୍ଟ କରିକି ଛାଡ଼ିପାରିବୁ। କେବଳ ଆପଣମାନଙ୍କର ଆଶୀର୍ବାଦ ରହିଲେ। ଆଶୀର୍ବାଦ ନ ରହିଲେ ଆଗକୁ ଯାଇପାରିବୁନି। ବିନା ଆଶୀର୍ବାଦ ଆପଣଙ୍କ ଭଲ ପାଇବା ନିହାତି ଆମ ପାଇଁ ଆବଶ୍ୟକ। ଭଲ ପାଇବା ନ ରହିଲେ କୌଣସି କାମ କାର୍ଯ୍ୟ ହେଇନାହିଁ। ଦର୍ଶକ ହୁଅନ୍ତି ଦେବତା। ଆପଣମାନେ ଭଗବାନ ସହିତ ଭଗବାନ ଆପଣମାନେ ସମସ୍ତେ। ତ ସେଥିପାଇଁ ମୁଁ ଅଜୁ ଭାଇଙ୍କ ସହିତ ଦେଖା କରିବାକୁ ଆସିଲି। ମୁଁ କହିଲି ନାଇଁ ବର୍ଷା ହଉ ପବନ ହଉ ସକାଳୁ ଭେଟ କରିକି ଯିବି। ବର୍ତ୍ତମାନ ତ ବର୍ଷା ଉଠେଇଲାଣି। କେମିତି କ'ଣ କରିବି? ମୁଁ ବର୍ଷା ପାଇଁ କିଛି ପ୍ରିପାରେସନ କରିନାହିଁ। ସାମୁଡ଼ିଆ ଫାମୁଡ଼ିଆ କରିନି କି ପାଲ ଫାଲ ସୁବିଧା କରିନି। ଚାଲିଥିଲା ଖରାଦିନ ବେପାର ଚାଲିଥିଲା। ମୁଁ କହିଲି ଖରାଦିନ ଯାଉ, ଏ ରଜରେ ମୌସୁମୀ ପଡ଼ିଯିବ ବୋଲି କି ଜାଣିଛି। ଯେଉଁ ଖରା ହେଉଥିଲା 2 ଦିନ ହେଲା ମୌସୁମୀ ଯୋଗୁଁ ବର୍ଷା ଚାଲିଛି। ଆସନ୍ତୁ ବେପାର କରିବା। କରନ୍ତୁ ବେପାର କରନ୍ତୁ। ବାପା କ'ଣ କରୁଛ? ଚାର୍ଜ ଚାର୍ଜ କି? ନାଇଁ ଚା ମୁଁ ସକାଳୁ ପିଇଛି, ଆଉ ଚାହା ପିଇବାର ନାହିଁ। ଯା ସେପଟୁ ଯା। ମୋ ପୁଅ ପାଇଁ ଅଲରେଡ଼ି ଅଜୁ ଭାଇ ଦେଲେଣି ଖାଇବା ପାଇଁ। ଏଠି ବସିକି ଖାଇଲ। ଉପରକୁ ଛାଡ଼ି ଦଉନ। ସାଙ୍ଗମାନେ ଦେଖନ୍ତୁ ବେପାର ବର୍ତ୍ତମାନ ଆସ୍ତେ ଆସ୍ତେ ଜାମ୍ ଧରିଲାଣି। ତ ଅଜୁ ଭାଇ ବ୍ୟସ୍ତ ହବନି, ମୁଁ ଏବେ ଆସୁଛି। ତମ ସହିତ ଦେଖା ହେଲା, ଭେଟ ହେଲା। ଆଉ ଦେଖା ହେଲା, ବହୁତ ଭଲ ଲାଗିଲା। ଆଚ୍ଛା, ଆମେ ତ ସମୟ ତ କାଢି ପାରୁନୁ। ଆପଣ ସମୟ କାଢିକି ଆସିଛନ୍ତି, ଭେଟ ହେଇଛନ୍ତି, ବହୁତ ଧନ୍ୟବାଦ। ନାଇଁ ମୁଁ ଯୋଉ ଆଶାଟା ଥିଲା ମୋର ଅଜୁ ଭାଇ ସହିତ ଭେଟ ହେଇପାରିବ ନା ନାଇଁ ବୋଲି, ଯାହା ହଉ ଭଗବାନ ଦ୍ୱାରା ଭେଟ ହେଇଗଲା। ଭଲ ଲାଗିଲା। ଏତେ ବାଟରୁ ଆସିବାର ପରିଶ୍ରମଟା ମାନେ କିଛି ଫଳ ଭଲ ଲାଗିଲା। ତ ସାଙ୍ଗମାନେ ଦେଖିପାରୁଥିବେ ମୋ ଅଜୁ ଭାଇ ଦହିବରା ଷ୍ଟଲରେ ବର୍ତ୍ତମାନ ମୁଁ ଅଛି। ଦେଖା କରିବାକୁ ଆସିଥିଲି, ଦେଖା ହେଇଗଲା। ତାଙ୍କ ଭାଇଙ୍କ ସହିତ ଦେଖା ହେଇଗଲା, ବହୁତ ଭଲ ଲାଗିଲା। ଆଉ ଭାଇ ଆଜ୍ଞା, ଆଉ କ'ଣ କହିବେ କୁହନ୍ତୁ? ନାଇଁ ଆଉ କ'ଣ କହିବା? ଏଇ ତ ଜୀବନ ଲାଗିଛି ଆଉ, ଏଇ ତ ଜୀବନ ଆଉ। ସୁଖ ଦୁଃଖ ଜୀବନ ଚାଲିଛି ଆଉ କ'ଣ କରିବା? କେବଳ ଆପଣମାନଙ୍କର ଭଲ ପାଇବା ଦରକାର। ଆପଣମାନଙ୍କର ଭଲ ପାଇବା ରହିଲେ ଆମେ ଆଗକୁ ଚାଲିବୁ। ସାଙ୍ଗମାନେ ରହିଲି, ନେକ୍ସଟ ଭିଡ଼ିଓ ଦେଖା ହେବା। ରହିଲି ଅଜୁ ଭାଇ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମୋତେ ବି ଏଇଠୁ 100 କିଲୋମିଟର ଫେର ଯିବାକୁ ପଡ଼ିବ। ଦେଖା ସାକ୍ଷାତ ହେଇଗଲା। ରହିଲି, ନେକ୍ସଟ ଭିଡ଼ିଓ ଦେଖା ହେବା। ଜୟ ଜଗନ୍ନାଥ।